মতে ভয় করি না একাহে ছাড়ি নদানাথ মতে সই কি পারিবি স্মর সহি কি পারিবি স্মর হৌ সরদা কাহে ছাড়ি নদানাথ মতে হৌ করি না একাহে ছাড়ি নদানাথ মতে বাসুদেবে হেব দূর খুয়াই দিয় জহর বাসুদেবে হেব দূর খুয়াই দিয় জহর গৃহরে কি কার্যকান্ত গুহরে কি কার্যকান্ত বিনা নাই কাহে ছাড়ি নদানাথ মতে হৌ করি না কাহে ছাড়ি নদানাথ মতে বাসুদেবে হেব দূর খুয়াই দিয় জহর বাসুদেবে হেব দূর খুয়াই দিয় জহর গৃহরে কি কার্যকান্ত গৃহরে কি কার্যকান্ত হৌ হীনা নাই কাহে ছাড়ি নদাকান্ত মতে হৌ করি না কাহে ছাড়ি নদাকান্ত মতে ভাগীরথী বাবু আজ্ঞା আজি মদনাবতী কি হ্যাঁ ବୋଧ କରି আচ্ছা ଅଭିମନ୍ୟୁ ଆସି ପହଞ୍ଚିଗଲା হ্যাঁ হ্যাঁ ରାତ୍ରି ପାହିଲା হ্যাঁ ରାତ୍ରି କିପରି কিপরি ପାଇଲା পাউছি ହେଲାନି ସିନାସ রাবিলে বায়স କୁକୁଟ কদল পত্রী ଧାନ আগমନେ পৌরন্ধরি দ্বার ଫିଟାଇଲେ উষা সতী ଭାଗୀରଥୀ ବାବୁ আজ্ঞা ରାଗ ହେଲା ରାମ କରି হ্যাঁ ରାତି କିପରି ପାହିଲା কিপরি পাইলা ରାତି ପାଇ ହେଲା সকাল লুচি গলা অন্ধার ପୂର୍ବ ଦିଗକେ ବଳିଲା সতে ভোলা সিন্দুর ସ୍ୱର୍ଣ୍ଣ ଥାଳି ପରେ ତପନ ঢালি দেলে আলোক ଚାରିଆଡ଼େ ତୋରା ଦିଶିଲା উচেরা দিলে কাক ଭାଗୀରଥୀ ବାବୁ আজ্ঞা ରାତ୍ରି ପାହିଲା হ্যাঁ ଅଭିମନ୍ୟୁ হ্যাঁ ମଦନାବତୀ ପାଖରୁ ବିଦାୟ ନେଇ আচ্ছা ଅର୍ଜୁନ ଘରଣୀ ଦୁଃଖରେ ଶୟନ କରିଥିଲେ হ্যাঁ ତାଙ୍କ ପାଖରେ ଆସି ଅଭିମନ୍ୟୁ ବସିଛି আচ্ছা ନାରଦ ମହର୍ଷି ପ୍ରଭାତ ସମୟରେ ଆସିଲେ হ্যাঁ ମାତା ପୁତ୍ର ଦୁଇ ଜଣ আচ্ছা ନାରଦ ମହର୍ଷି হ্যাঁ ଅମଣା ବଣ ବାଟରେ ବୁଲେଇ ବୁଲେଇ আচ্ছা ହିଡିମ୍ବିକି କାନନ ନହର ନିକଟରେ আচ্ছা ସନ୍ଧ୍ୟା ହେଇଗଲା সন্ধ্যা হলা ସନ୍ଧ୍ୟା ହେବା ସମୟରେ হ্যাঁ ନାରଦ ମହର୍ଷି କହୁଛନ୍ତି আচ্ছা ହେ ସୁଭଦ୍ରା ଅଭିମନ୍ୟୁ হ্যাঁ ତୁମେ ଏଇ ଜାଗାରେ ବିଶ୍ରାମ କର হ্যাঁ ପୁଣି କାଲି ପ୍ରାତଃ କାଳ ହେଲେ আচ্ছা ମୁଁ ଆସିବି ଏଇ ଅସ୍କନ୍ଦ ବନକୁ ପାଣ୍ଡବ ମାନଙ୍କ ପାଖକୁ নেই দিবি ଭାଗୀରଥୀ ବାବୁ আজ্ঞା ରାତ୍ରିରେ ସିଏ ବନରେ ଭୀମ ପୁତ୍ର ହୋଇଛି ନୃପତି আহা ଆମ ତାର ଘଟୋତ୍କଚ ବୀର ମଧ୍ୟ দেখিতি ନିଶିରେ ପ୍ରହରା ଦେଉଥିଲେ ଯେ ଅସୁରେ ନିଶାରେ ପ୍ରହରା দেউথিলে দে অসুরে ନୟନ ଦେଖିଲେ ବାଳକ ସତ୍ୱରେ ବାଳକ ସଙ୍ଗରେ ଆସିଅଛି ଏକ ନାରୀ ରାଜା ଗେରାଇ ସେ ଯେ କରିଲେ ଗୁହାରି গুহারি রাম গোবিন্দ গোবিন্দ রাম রাম গোবিন্দ রাম রাম ନବୀନ ସୁନ୍ଦର হরি গরব গঞ্জন ଭାଗୀରଥୀ ବାବୁ আজ্ঞা ଆଜି ଦାନବ ମାନେ ରାତ୍ରିରେ ପ୍ରହରା ଦେଉଥିଲେ আহা ସୁଭଦ୍ରା ଅଭିମନ୍ୟୁଙ୍କୁ ନୟନ ଦେଖିଲେ দেখিলে ଯାଇକି କହିଲେ ସେ ଦୈତ୍ୟ ରାଜନକୁ হ্যাঁ ଭୋ ମଣିମା ମହାରାଜା আহা ଆସିଛି କେଉଁ ଦେଶରୁ ନାଗରୀ ରତନ হ্যাঁ ରମା ଉମା ତାପାଦକୁ ନୋଇବେ দিবে সমান ସୁନ୍ଦରରେ ଦିଶୁଛି ସେ ଦ୍ୱିତୀୟ ଗୌରୀ আহা ଆପଣ ତ ବୀର ମହାରାଜା আচ্ছা ସିଏ ଶିରୋମଣି କି ତୁମେ କରନ୍ତୁ ভারি যা ଏହା ଶୁଣି ଘଟୋତ୍କଚ କହେ କ୍ରୋଧ କରି আহা ଯଦି ଆଉ ଦିନେ କିଏ କହିବ ଏପରି হ্যাঁ ପର ନାରୀ ହରଣ ରାବଣ ବୀର মোলা ভজ রাম হে ଛପନ ଗଣ୍ଡା ଯୁଗକୁ বর পাইছিলা জয় রাম হে ଆଉ ଦିନେ କହିଲେ ଯେ একথা এপରି ভজ রাম হে ପ୍ରାଣରେ ଆସାନ ରଖ ଥାଅ ହେତୁ করি জয় রাম হে ভজ রাম হে নবীন সুন্দর ধন শ্যাম
ଭାଗିରଥୀ ବାବୁ ଆଜ୍ଞା ଆଜି ରାଜାଙ୍କ ପାଖରେ ଦୂତ ମାନେ ଯାଇକି କହୁଛନ୍ତି ହଁ ଆପଣ ତ ମାନ ଚକ୍ରବର୍ତ୍ତୀ ମହାରାଜା ହଁ ସିଏ ଶିରୋମଣିକି ତୁମେ କରନ୍ତୁ ଭାରିଜା ହଁ ସିଏ ସୁନ୍ଦରରେ ଦିଶିବ ଦ୍ୱିତୀୟ ଗୌରୀ ହଁ ରମା ଉମା ତା ପାଦକୁ ନୋଇବେ ବେଟି ସରି ଏହା ଶୁଣି କ୍ରୋଧ ବହି କହେ ଭୀମସେନ ବଳା ଆଚ୍ଛା ରାଜା ହୋଇ ଯଦି ହରେ ପରର ଅବଳା ହଁ ଜ୍ଞାନ ଧ୍ୟାନ ବଳ ବ୍ରିଜ ତାର ନଷ୍ଟ ହେଇଯାଏ ହଁ ହଁ ଯଦି ପର ନାରୀ ହରଣେ ରାବଣ ବୀର ମଲା ଆଚ୍ଛା ଛପନ ଗଣ୍ଡା ଯୁଗକୁ ବର ପାଇଥିଲା ହେ ଅସୁର ମାନେ ହଁ ମୋ ବାକ୍ୟ ଶୁଣିଥାଅ ହେତୁ କରି ହଁ ହଁ ଆଉ ଯଦି ଦିନେ ମତେ କହିବ ଏପରି ହଁ ଜୀବନର ଆଶା ଆଉ ରଖିବ ନାହିଁ ଭାଗିରଥୀ ଆଜ୍ଞା ଆଜି ଘଟୋତ୍କଚ କହୁଛି ହଁ ଯାଅ କହିଦବ ସେ ନାରୀ ରତନକୁ ରାମ ଜୟ ରାମ ଭଜ ଗୋବିନ୍ଦ ରାମ ପଳାଇ ଯାଆନ୍ତୁ ସେ ଯେ ଇତର କାନନକୁ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଏଥୁ ଅନ୍ତେ ଶୁଣ ହୋ ବିଲଙ୍କ ନର ରାଣ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ରାଜା ମୁଖୁ ଶୁଣିଣ ଏହି ତାର ଗଣ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଦୁଷ୍ଟ ସ୍ୱଭାବେ ଯେ ଚଳିଗଲେ ନିଶାତରେ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ କହିଲେ ସୁଭଦ୍ରା ଅଭିମନୁଙ୍କ ଗୋରେ ଆଗରେ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଦୁଷ୍ଟ ସ୍ୱଭାବେ କହିଲେ ସୁଭଦ୍ରା ଅଭିମନୁ ଆଗରେ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ତାହା ଶୁଣି କ୍ରୋଧ ହୋଇ କହେ ଅର୍ଜୁନ ତ ନଈ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ବାପ ତାର ଏ ଜଙ୍ଗଲ ଅଛି କି ଲଗାଇ ଗାଇ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ କେଉଁ ବଡି ମାରେ ଏଠି ଘଉଡ଼ାଇ ବାଇ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଶୁଣି ଦୁଷ୍ଟ ସ୍ୱଭାବେ ଚଳିଲେ ନିଶାତରେ ରାମ ଗୋବିନ୍ଦ ଭଜ ଗୋବିନ୍ଦ ରାମ ଭାଗିରଥୀ ବାବୁ ଆଜ୍ଞା ଦୃଷ୍ଟ ସ୍ୱଭାବେ ନିଶାଚର ମାନେ ଆସି ହଁ ସୁଭଦ୍ରା ଅଭିମନ୍ୟୁଙ୍କୁ କହିଲେ ହଁ ଆମ୍ଭ ରାଜାଙ୍କର ଆଜ୍ଞା ଆଚ୍ଛା ତମେ ଏ ଜଙ୍ଗଲରୁ ହଁ ପଳେଇ ଯାଇ ଅନ୍ୟ ଜଙ୍ଗଲରେ ରହିବ ହଁ ହଁ ଏହା ଶୁଣି ଅଭିମନ୍ୟୁ କହେ କ୍ରୋଧ ବହି ଆଚ୍ଛା ବାପ ତାର ଏ ଜଙ୍ଗଲ ଅଛି ଅଛି କି ଲଗାଇ କେଉଁ ସାହସରେ ଏଠି ଘଉଡ଼ାଇ ଭାଇ ହଁ ଜ କହିଦବ ତମ ରାଜା ଆଗରେ ଆଚ୍ଛା ଦେହେ ବଳ ଥିଲେ କରୁ ମୋ ସଙ୍ଗେ ଲଢ଼େଇ ଲଢ଼େଇ ଦୃଷ୍ଟ ସ୍ୱଭାବେ ଚଳିଲେ ନିଶାଚରେ ହଁ ଯାଇ କହିଲେ ଘଟୋତ୍କଚ ରାଜା ଆଗରେ ଆଗରେ ଭୋ ମଣିମା ହଁ ମହାରାଜା ହଉ ସେ ଦେହରୁ ତାର ଛାଡ଼ି ନାହିଁ ବାଳୁତ ସ୍ୱଭାବ ଆଚ୍ଛା ସିଏ ଲଢ଼େଇ କରିବ ବୋଲି ଆପଣଙ୍କୁ ଆହ୍ୱାନ ଦେଇଛି ଦେଇଛି ଭାଗିରଥୀ ବାବୁ ଆଜ୍ଞା ଘଟୋତ୍କଚ ହଁ ଅଭିମନ୍ୟୁ ଆହ୍ୱାନକୁ ସ୍ୱୀକାର କରି ଆଚ୍ଛା ଆସିକି ପହଞ୍ଚିଗଲା ହଁ ଦେଖିଲା ହଁ କହିଲା କାହା କୁମର ତୁ ହଁ ଦେହରୁ ତ ଛାଡ଼ି ନାହିଁ ବାଳକ ସ୍ୱଭାବ କି ସାହସ ଧରିଛୁ ଏ କ୍ଷତ୍ରିୟ ଗରବ ଏ ବୟସ ହୋଇଲୁ ବାବୁ ତୁହି ରଣରଙ୍କା ହଁ ହଁ ମରଣକୁ ଆଶା ତେଜି ହେଉ ଛାଡ଼ିଦେଲୁ ଶଙ୍କା ଆଚ୍ଛା ତୋ ଦେହରୁ ବାଳକ ସ୍ୱଭାବ ଛାଡ଼ି ନାହିଁ ହୁଁ ତୋ ଗାଲ ଚିପି ଦେନେ କ୍ଷୀର ବାହାରି ପଡ଼ିବ ହଁ ତୁ ଯୁଦ୍ଧକୁ ମତେ ଆହ୍ୱାନ କରୁଛୁ କରୁଛୁ କହିଲା ଏ ମୋ ସରରେ ହଁ 10 ଦିଗପାଳ ଆଚ୍ଛା ଭୟ ପାଇ ଜଙ୍ଗଲ ମାଳରେ ଲୁଚିବେ ହଁ ନାମ ମୋର ଘଟୋତ୍କଚ ହଁ ଜାଣିନୁ ହଁ କାହା କୁମର ପାଜି ତୁ ଯୁଦ୍ଧକୁ ଡାକୁଛୁ ଆଚ୍ଛା କି ସାହସ ଦେଖେଇ ବଡି ମାରେ କହୁଛୁ ଭାଗିରଥୀ ବାବୁ ଆଜ୍ଞା ଆଜି ଦୁଇ ଭାଇଙ୍କ ଭିତରେ ହଁ ଇଏ ଗୋଟା ଗୋଟି ରଡା ରଡି କଛଡ଼ା କଚୋଡ଼ି କଚୋଡ଼ା କଚୋଡ଼ି ଗୋଟା ଗୋଟି ଭିଡା ଭିଡି କଚୋଡ଼ା କଚୋଡ଼ି କଚୋଡ଼ା କଚୋଡ଼ି ଘନ ଘନ ଘଡି କିଣି ଦେଉଥାନ୍ତି ରଡି ଦେଉଥାନ୍ତି ରଡି ଗଡନ୍ତି ପଡନ୍ତି ପୁଣି ଘର ରଡି ଦିଅନ୍ତି ଘର ରଡି ଦିତି ଗଡନ୍ତି ପଡନ୍ତି ପୁଣି ଘର ରଡି ଦିଅନ୍ତି ଘର ରଡି ଦିଅନ୍ତି ପାଦ ହାତେ ଦଲମଲ ହୁଏ ମତି ବସୁମତୀ ହୁଏ ବସୁମତୀ ଗୋଟା ଗୋଟି ଭିଡା ଭିଡି କଛଡ଼ା କଚୋଡ଼ି କଚୋଡ଼ା କଚୋଡ଼ି ଘନ ଘନ ଘଡି ଝିଡି ଦେଉଥାନ୍ତି ଥାନ୍ତି ରଡି ଭଜ ରାମ ଯେ ଜୟ ରାମ ଯେ ଆହା। ନବ ଦୁର୍ବାଦଳ ରାମ ଯେ ଭାଗିରଥୀ ବାବୁ ଆଜ୍ଞା ଆଜି ଗଙ୍ଗାଧର ମେହେର ଲେଖିଲେ ଆଚ୍ଛା
ବାହେ ଭିଡ଼ା ବୁଡ଼ି ମୁଣ୍ଡେ କୋଡ଼ା କୋଡ଼ି ହିଆକୁ ହିଆ ପ୍ରହାରନ୍ତି ବାହେ ଭିଡ଼ା ବୁଡ଼ି ମୁଣ୍ଡେ କୋଡ଼ା କୋଡ଼ି ହିଆକୁ ହିଆ ପ୍ରହାରନ୍ତି ଜାନୁକୁ ଜାନୁ ପାଦକୁ ଥଣ୍ଡା ଥଣ୍ଡି ଜାନୁକୁ ଜାନୁ ପାଦେ ଥଣ୍ଡା ଥଣ୍ଡି ପଡ଼ି ଉଠି ପୁଣି ଗଡ଼ନ୍ତି ଆଉ ନାସିକା ନାସିକା ପିଅବା ପବନ ବତାସ ଆଉ ନାସିକା ନାସିକା ଅଙ୍ଗକୁ ଅଙ୍ଗଠେ ଠାସସି ହୁଅନ୍ତି ବାହାର ହୁଅଇ ହୁତାସ ଅଙ୍ଗକୁ ଅଙ୍ଗଠେ ଷାଠସି ହୁଅନ୍ତି ବାହାର ହୁଅଇ ହୁତାସ ନାସିକା ନାସିକା ପିଅବା ପବନ ବନ ବତାସ ନାସିକା ନାସିକା ଭାଗୀରଥୀ ବାବୁ ଆଜ୍ଞା ଆଜି ଅଭିମନ୍ୟୁ ହଁ ଘଟୋତ୍କଚ ଆଚ୍ଛା ଗଦା ଯୁଦ୍ଧ ମଲ୍ଲ ଯୁଦ୍ଧ ବିନ୍ଧାଣ ତାଡ଼ନ ହଁ ହଁ ଦୁଇ ଭାଇଙ୍କ ଭିତରେ ଲାଗିଗଲା ପୁଣ ସ୍ୱର୍ଗପୁରେ ରହିନ ନାରଦ ସୁକୁଟ ଦେଖୁଥିଲେ ଥିଲେ ଭାଗୀରଥୀ ବାବୁ ଆଜ୍ଞା ମନେ ମନେ ମହର୍ଷି ଏ ବିଚାରକୁ କଲେ କଲେ ଭାଗୀରଥୀ ବାବୁ ଆଜ୍ଞା ଇଏ ହଉଛି ମହାବୀର ଅଭିମନ୍ୟୁ ଅର୍ଜୁନ ନନ୍ଦନ ଆହା ମହାବୀର ଭୀମସେନ ପୁଅ ଘଟୋତ୍କଚ ରାଜନ ଆହା ଯଦି ତାଙ୍କ ଭିତରୁ କିଏ ଜଣେ ମରେ ହଁ ବ୍ରହ୍ମ ହତ୍ୟା ପାପକୁ ନ ଡରି ହଁ ମୋତେ ଆଉ ଜୀବନରେ ମାରିଦେବେ ରଖିବେ ନାହିଁ ନା ନାରଦ ମହର୍ଷି ଆସିକି ପହଞ୍ଚିଗଲେ ଆଚ୍ଛା କିନ୍ତୁ ଭାଗୀରଥୀ ଆଜ୍ଞା ଦୁଇ ବୀର ସମକକ୍ଷ ଯୋଦ୍ଧା ହଁ ଆଜି ଅଭିମନ୍ୟୁ ମାରୁଛି ନାଗସର ଆଚ୍ଛା ଅର୍ଥ ଅହିସର ହଁ ଘଟୋତ୍କଚ ମାଇଲା ଗରୁଡ଼ ଗରୁଡ଼ ସର ଇଏ ଘଟୋତ୍କଚ ମାରୁଛି ପର୍ବତସ୍ତ୍ର ହଁ ଅଭିମନ୍ୟୁ ମାରିଲା ପବନାସ୍ତ୍ର ପବନାସ୍ତ୍ର ଇଏ ମାରିଲା ବ୍ରହ୍ମସର ସିଏ ମାରିଲା ଶିବସର ହଁ ହଁ ଭାଗୀରଥୀ ଆଜ୍ଞା ଏହିପରି ଯେତେବେଳେ ବହୁତ ଯୁଦ୍ଧ ହେଇଛି ଆଚ୍ଛା ନାରଦ ମହର୍ଷି ଆସିକି ପହଞ୍ଚିଗଲେ ପହଞ୍ଚିଗଲେ କଣ କହିଲେ କଣ କହିଲେ ଭାଇ କି ରେ ଭାଇ ସଙ୍ଗେ କରିବ ସମର କି କି ଭଜ ରାମ ଭାଇ କି ରେ ଭାଇ ସଙ୍ଗେ କରିବ ସମର ସମର କି ଭଜ ରାମ ତାହି ଅରଜିବ ସଂସାର ଜନ ମୁଖର କି ହରି ରାମ ଭୀମପୁତ୍ର ଘଟୋତ୍କଚ ରାକ୍ଷସ ରାଜନ କି ବେଲେ ବେଲେ ମହାବୀର ଅଭିମନ୍ୟୁ ଫାଲ୍ଗୁନୀ ନନ୍ଦନ କି ବେଲେ ବେଲେ ଭାଇ କି ରେ ଭାଇ ସଙ୍ଗେ କରିବ ସମର କି ଭଜ ରାମ ତାହି ଅରଜିବ ସଂସାର ଜନଙ୍କ ମୁଖର କି ରାମ ରାମ ଜୟ ରାମ ନବୀନ ସୁନ୍ଦର ଘନ ଶ୍ୟାମ ଭାଗୀରଥୀ ବାବୁ ଆଜ୍ଞା ନାରଦ ମହର୍ଷି ଆସି ପହଞ୍ଚିଗଲେ ଆଚ୍ଛା ଯୁଦ୍ଧ ବନ୍ଦ କର ହଁ ତୁ ମହାବୀର ଘଟୋତ୍କଚ ଭୀମର ନନ୍ଦନ ଆଚ୍ଛା ମହାବୀର ଅଭିମନ୍ୟୁ ଅର୍ଜୁନ ନନ୍ଦନ ହଁ ଇରେ ଦୁଇ ଭାଇ ଭାଇ କିରେ ଭାଇ ସଙ୍ଗେ କରିବ ସମର ହଁ ଭାଗୀରଥୀ ବାବୁ ଆଜ୍ଞା ଯୁଦ୍ଧ କରିତେ ଯିବୁ ହଁ ସଙ୍ଗରେ ଥିବ ଭାଇ ଭାଇ କ୍ଷୀର ଖାଇଲେ ଗୁହାରେ ଥିବ ଗାଈ ଆରେ ଭାଇ କିରେ ଭାଇ ସଙ୍ଗେ କରିବ ସମର ନା ଦୁଇ ଭାଇ ଯାକ ହଁ ନାରଦ ମହର୍ଷିଙ୍କୁ ନମସ୍କାର କଲେ ନମସ୍କାର କଲେ ହଁ ନାରଦ କଲ୍ୟାଣ ବାଞ୍ଛିଲେ ଆଚ୍ଛା ତୁମର ମନସ୍କାମନା ପୂର୍ଣ୍ଣ ହଉ ହଁ ହଁ ଆଜି ଘଟୋତ୍କଚ କହୁଛି ହଁ ରେ କନିଷ୍ଠ ସୋଦର ହଁ ଅସୁର ମାନେ କହୁଥିଲେ ସଙ୍ଗେ ଏକ ନାରୀ କହ ତୁ ଏକା ତାହା କହରେ ବିସ୍ତାରୀ ଘଟୋତ୍କଚ ବଲ ଅଭିମନ୍ୟୁ ବଲ ଇସେ ମୋର ଜନନୀ ରାମ ରାମ ହେ ଘଟୋତ୍କଚ କହିଲେ କନିଷ୍ଠ ସୋଦର ଭଜ ରାମ ହେ ଦର୍ଶନ କରାବେ গে ଜନନୀକୁ ମୋର ମୋର ଭଜ ରାମ ହେ ଜୟ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ ଭାଗୀରଥୀ ବାବୁ ଆଜ୍ଞା ଆଜି ଅଭିମନ୍ୟୁ କହୁଛି ହଁ ଅଭିମନ୍ୟୁକୁ ଘଟୋତ୍କଚ କହୁଛି ହଁ ରେ ସୋଦର ଆଚ୍ଛା ଅସୁର ମାନେ କହୁଥିଲେ ହଁ ସଙ୍ଗତରେ ଏକ ନାରୀ ଆସିଥିଲା ଆଚ୍ଛା କହ କିଏ କହ ତାହା ହକାରୀ ହଁ ଅଭିମନ୍ୟୁ ବୋଲେ ଭାଇ ମୋହର ଜନନୀ ହଁ ହଁ ଆଜି
ଘଟୋତ୍କଚ କହୁଛି ରେ କନିଷ୍ଠ ସୋଦର ହାହା ଦର୍ଶନ କରାବେ କେ ଜନନୀଙ୍କୁ ମୋର ସଙ୍ଗେ ସଙ୍ଗେ ହଁ ସୁଭଦ୍ରା ଦେବୀଙ୍କ ପାଖରେ ଆଚ୍ଛା ଅଭିମନ୍ୟୁ ଘଟୋତ୍କଚ ନାରଦ ମହର୍ଷି ପହଞ୍ଚି ପହଞ୍ଚିଗଲେ